କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା। ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବି ଆପଣଙ୍କ ଆକାଉଣ୍ଟକୁ ଆସୁନି କି ଟଙ୍କା? ସାଧାରଣ ପ୍ରକ୍ରିୟା ଦ୍ୱାରା ଏହାର ହୋଇପାରିବ ସମାଧାନ। କେବଳ ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ଲିଙ୍କ କଲେ ସହଜରେ ଟଙ୍କା ଆକାଉଣ୍ଟକୁ ଯିବ। ଏହି ସମସ୍ୟା ପାଇଁ ଏବେ 5 ଲକ୍ଷ ଆବେଦନକାରୀଙ୍କୁ ଟଙ୍କା ମିଳିନଥିବା ବେଳେ ଅନ୍ୟ କାରଣ ପାଇଁ ରିଜେକ୍ଟ ତାଲିକାରେ ଅଛି ଆଉ 2,67,000 ଆବେଦନ। ସମସ୍ୟାର ସମାଧାନ କରି ଆସନ୍ତା 24ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆପଣଙ୍କ ଆକାଉଣ୍ଟକୁ ଆସିନି କି ସୁଭଦ୍ରା ଟଙ୍କା? ରିଜେକ୍ସନ ତାଲିକାରେ ଅଛି କି ଆପଣଙ୍କ ଆକାଉଣ୍ଟ ନମ୍ବର? କଣ କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ପ୍ରଥମ କିସ୍ତି ଟଙ୍କା? ସରକାରୀ ତଥ୍ୟ ଅନୁଯାୟୀ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ପ୍ରାୟ 5 ଲକ୍ଷ ଆକାଉଣ୍ଟ ନମ୍ବର ସହ ଆଧାର ଓ ମୋବାଇଲ ନମ୍ବରର ତାଳମେଳ ନାହିଁ। ଏଥିପାଇଁ ଏହି ଆକାଉଣ୍ଟଧାରୀମାନେ ଟଙ୍କା ପାଇବାରୁ ବଞ୍ଚିତ। ଏକାକ ଆକାଉଣ୍ଟ ଓ ଏକାକ ମୋବାଇଲ ନମ୍ବର ଯୋଗୁଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ମୋବାଇଲ ଓ ଆଧାରର ତାଳମେଳ ହୋଇପାରୁନାହିଁ। ଆବେଦନକାରୀ ଯଦି ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସହ ଆଧାର ଓ ମୋବାଇଲ ଲିଙ୍କ କରନ୍ତି ତେବେ ଆସନ୍ତା 24ରେ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ ବି ପ୍ରଥମ କିସ୍ତି ଟଙ୍କା ମିଳିପାରିବ। ଏହାଛଡ଼ା 2,67,000 ଆବେଦନ ରିଜେକ୍ସନ ତାଲିକାରେ ଅଛି। ଏହି ତାଲିକା ବିଭିନ୍ନ ବ୍ଲକକୁ ପଠାଯାଇଛି। ଅଙ୍ଗନବାଡି କର୍ମୀ ଏହାର ଫିଜିକାଲ ଭେରିଫିକେସନ କରିବେ। କିଛି ଆବେଦନକାରୀଙ୍କ ନାଁରେ ମଣ୍ଡିରେ ଧାନ ବିକ୍ରି କରାଯାଇଥିବାରୁ ତାଙ୍କ ନାଁରେ 5 ଏକର ଜମି ଥିବା ଲେଖାଯାଇଛି। ଏହାର ସାଞ୍ଚ କରି ମାନେ ରିପୋର୍ଟ ଦେବେ। ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା? କେଉଁଠି ରହୁଛି ସମସ୍ୟା? କଣ କଲେ ଏହାର ହୋଇପାରିବ ସମାଧାନ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ। ଆଇଡିବିଟି ପାଇଁ ଭିନ୍ନ ଆକାଉଣ୍ଟରେ ଲିଙ୍କ ଓ ଆବେଦନ ଫର୍ମରେ ଦେଉଛନ୍ତି ଅଲଗା ଆକାଉଣ୍ଟ ନମ୍ବର। ଆଧାର ସିଡିଂ ପାଇଁ ଆବେଦନ ବେଳେ ଏହା ରିଜେକ୍ଟ ହେଉଛି। ଅନ୍ୟ ଆକାଉଣ୍ଟ ସହ ଡିବିଟି ଲିଙ୍କ ବାରୁ ବା ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ ଦ୍ୱାରା 3 ରୁ 4 ଦିନ ଭିତରେ ରିଜେକ୍ଟ ହୋଇଯାଉଛି। ଡିବିଟି କେବଳ ଗୋଟିଏ ବ୍ୟାଙ୍କରେ ଲିଙ୍କ ହୋଇପାରିବ। ଅନ୍ୟ ଏକ ସମସ୍ୟା ହେଲା ବହୁ ପୁରୁଣା ଆକାଉଣ୍ଟ ଆବେଦନକାରୀଙ୍କ ନାଁର ବନାନରେ ତାଳମେଳ ନାହିଁ। ପୂର୍ବରୁ ଭୋଟର ଆଇଡି ଦେଇ ଖୋଲିଥିବା ବେଳେ ଏବେ କିକ୍ ପାଇଁ ଆଧାର ଦେଉଛନ୍ତି। ଫଳରେ ତଥ୍ୟ ମିଶୁନଥିବା ବ୍ୟାଙ୍କ ଅଧିକାରୀ କହିଛନ୍ତି। ଯେଉଁ ଆକାଉଣ୍ଟରେ ଲିଙ୍କ ଅଛି ତାହା ଆବେଦନ ଫର୍ମରେ ଦର୍ଶାଇଲେ ସେହି ଆକାଉଣ୍ଟରେ ଆଧାର ଓ ମୋବାଇଲ ନମ୍ବର ଲିଙ୍କ କରି ସମସ୍ୟାର ସମାଧାନ ହୋଇପାରିବ। 2ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କାରୁ ବଞ୍ଚିତ ଥିବା ହିତାଧିକାରୀ ଏଥର ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳିବ ଆଶା ରଖୁଛନ୍ତି। ଆସନ୍ତା 24 ତାରିଖରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯଦି କେହି ରହିଯିବେ ତେବେ ଶେଷ ପର୍ଯ୍ୟାୟରେ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବର୍ତ୍ତମାନ ସୁଦ୍ଧା 2ଟି ପର୍ଯ୍ୟାୟରେ 60 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ସୁଭଦ୍ରା ଯୋଜନା ପାଇଁ ଏବେ ସୁଦ୍ଧା ମୋଟ 1,02,000 ଆବେଦନ ହୋଇଛି।